ବୃଷ ରାଶିର ଏ ସପ୍ତାହର ସାପ୍ତାହିକ ରାଶିଫଳ ଆସନ୍ତୁ ଜାଣିବା। 8 ଜୁନରୁ 14 ଜୁନ 2026 କିଭଳି ରହିବ ଏ ସପ୍ତାହ ଆପଣଙ୍କର, ଚାଲନ୍ତୁ ଜାଣିବା। ଏ ସପ୍ତାହ ଆପଣଙ୍କର ସ୍ଥିରତା, ସଫଳତା ଏବଂ ନୂଆ ଆତ୍ମବିଶ୍ୱାସ ନେଇ ଆସିବ। ଆପଣଙ୍କର ଧୀରେ ଧୀରେ କାର୍ଯ୍ୟ ସଫଳ ହେବ ଆଉ ମନ ମଧ୍ୟ ଖୁସି ରହିବ। ଆପଣଙ୍କର ଏ ସପ୍ତାହ କାର୍ଯ୍ୟକ୍ଷେତ୍ରରେ ଭଲ ପରିଣାମ ମଧ୍ୟ ମିଳିବ। ଆଉ ଉଚ୍ଚ ଅଧିକାରୀ ଯିଏ ଥିବେ ସେ ଆପଣଙ୍କର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିପାରନ୍ତି। ଏହା ସହିତ ଆପଣଙ୍କର ପଦ ଉନ୍ନତିର ଯୋଗ ମଧ୍ୟ ରହିଛି। ଆପଣଙ୍କର ଆର୍ଥିକ ଦିଗରେ ସ୍ଥିରତା ରହିବ। ଯେକୌଣସି ପୁରୁଣା ନିବେଶ କରିଥିବେ ସେଥିରୁ ଆପଣଙ୍କର ଏ ସପ୍ତାହ ଲାଭ ମିଳିପାରେ। କିନ୍ତୁ ଆପଣଙ୍କର ଏ ସପ୍ତାହ ଟିକେ ଅନାବଶ୍ୟକ ଖର୍ଚ୍ଚ ପ୍ରତି ଟିକେ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ। ଆଉ ପାରିବାରିକ ଜୀବନରେ ଶାନ୍ତି ଆଉ ସ୍ନେହ ରହିବ। ପରିବାର ସହିତ ଆପଣ ଖୁସିର ସମୟ କାଟିବେ ଆଉ ସମ୍ପର୍କ ଆହୁରି ମଜବୁତ ହେବ। ପ୍ରେମ ଜୀବନରେ ମଧୁରତା ବଢ଼ିବ। ସାଥୀଙ୍କ ସହିତ ମନ କଥା ଯଦି ସେୟାର କରିବେ ତାହେଲେ ସମ୍ପର୍କ ଆହୁରି ଗଭୀରତା ହେବ। ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ଭଲ ଧ୍ୟାନ ମଧ୍ୟ ଦେଇପାରିବେ। ଆଉ ଶିକ୍ଷକଙ୍କ ସହଯୋଗ ମଧ୍ୟ ଆପଣଙ୍କୁ ମିଳିବ। ପରୀକ୍ଷାରେ ଭଲ ଫଳ ଭଲ ପ୍ରଦର୍ଶନ ମଧ୍ୟ ଆସିପାରେ। ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ, କିନ୍ତୁ ଆପଣଙ୍କର ଟିକେ ଖାଦ୍ୟ ପାନୀୟ ଉପରେ ଟିକେ ଅସାବଧାନତା କରନ୍ତୁ ନାହିଁ। ଆପଣଙ୍କର ନିୟମିତ ଯୋଗ କିମ୍ବା ଏକ୍ସରସାଇଜ ଆପଣ କରନ୍ତୁ, ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣଙ୍କର ଏ ସପ୍ତାହ ଟିକେ ଯାତ୍ରା କରିବା ସମୟରେ ଟିକେ ସାବଧାନ ରୁହନ୍ତୁ। ଆପଣଙ୍କର ଛୋଟ ଯାତ୍ରାରୁ ଲାଭ ମିଳିପାରେ ଆଉ ନୂଆ ସମ୍ପର୍କ ମଧ୍ୟ ଆପଣଙ୍କର ଗଢ଼ି ଉଠିପାରେ। ଆଉ ଯେଉଁମାନେ ବ୍ୟବସାୟୀ ଅଛନ୍ତି, ବ୍ୟବସାୟ କରୁଛନ୍ତି, ସେମାନଙ୍କ ପାଇଁ ଏ ସପ୍ତାହ ଆପଣଙ୍କର ପାଇଁ କିଛି ନୂଆ ଗ୍ରାହକ ଆପଣ ପାଇପାରନ୍ତି। ଆଉ ଏ ସପ୍ତାହ ଆପଣଙ୍କର ଧୀରେ ଧୀରେ ଲାଭ ବଢ଼ିବ। ଆଉ ପୁରୁଣା ଯୋଜନା ଯଦି ଯାହା କରିଥିବେ ସେଥିରୁ ମଧ୍ୟ ସଫଳ ହେବେ। ସପ୍ତାହ ଶେଷରେ ଆପଣଙ୍କର ମନରେ ଆତ୍ମସନ୍ତୁଷ୍ଟି, ଶାନ୍ତି, ସଫଳତାର ଅନୁଭୂତି କରିବେ। ଯଦି ଆପଣ ଏପର୍ଯ୍ୟନ୍ତ ଭିଡ଼ିଓଟି ଦେଖୁଛନ୍ତି ହେଲେ ଆପଣ ଆମ ଏ ଭିଡ଼ିଓକୁ ଲାଇକ୍ରେ କରିନାହାନ୍ତି, ତାହେଲେ ଡେରି କାହିଁ କରୁଛନ୍ତି? ଆପଣଙ୍କୁ ଗୋଟେ ସେକେଣ୍ଡ ଲାଗିବନି, ବାସ୍ ଭିଡ଼ିଓକୁ କ୍ଲିକ୍ କରିବେ, ଭିଡ଼ିଓଟି ଲାଇକ୍ ହେଇଯିବ ଆଉ ଆପଣଙ୍କର ସେ ଗୋଟିଏ କ୍ଲିକ୍, ଗୋଟିଏ ଲାଇକ୍ ଆମ ପାଇଁ ଆମ ଉତ୍ସାହ ପ୍ରେରଣା ବଢ଼େଇବ। ଏମିତି ପ୍ରତ୍ୟେକ ଦିନ ଆପଣମାନଙ୍କ ପାଇଁ ନୂଆ ନୂଆ ଭିଡ଼ିଓ ବନେଇବା ପାଇଁ। ତାହେଲେ ଡେରି କରନ୍ତୁନି, ଗୋଟେ ଲାଇକ୍ଟେ କରନ୍ତୁ ଆଉ କମେଣ୍ଟରେ ଜୟ ଜଗନ୍ନାଥ ମଧ୍ୟ ଟିକେ ଲେଖିଦିଅନ୍ତୁ। ତାହେଲେ ଚାଲନ୍ତୁ ଭିଡ଼ିଓ ଆଗକୁ ବଢ଼େଇବା। ଏ ସପ୍ତାହରେ ଆପଣଙ୍କର ଭଲ ଦିନ କ'ଣ ରହିବ? ଯେମିତିକି ଆପଣଙ୍କର ଏ ସପ୍ତାହ ଶୁକ୍ରବାର ଭଲ ରହିବ, ସୋମବାର ଭଲ ରହିବ, ବୁଧବାର ଭଲ ରହିବ। ଆଉ ସାବଧାନ ରହିବେ କେଉଁ ଦିନ? ଯେମିତିକି ମଙ୍ଗଳବାର ଟିକେ ସାବଧାନ ରୁହନ୍ତୁ ଆଉ ଶନିବାର। ଏ ସପ୍ତାହକୁ ଆହୁରି ଭଲ କରିବା ପାଇଁ କ'ଣ ଉପାୟ କରିବା ଦରକାର? ପ୍ରତିଦିନ ମାତା ଲକ୍ଷ୍ମୀଙ୍କୁ ଟିକେ ପ୍ରାର୍ଥନା କରନ୍ତୁ। ଆଉ ଶୁକ୍ରବାର ଦିନ ଧଳା ମିଠା ଆପଣ ଟିକେ ଦାନ କରନ୍ତୁ, ଦେଖିବେ ଶୁଭ ରହିବ। କିନ୍ତୁ ଏହା ସହିତ ଆପଣଙ୍କର ଟିକେ ଅଧିକ ଜିଦ୍ ଭାବ ଆଉ ନିଜର ରାଗରୁ ଟିକେ ଦୂରରେ ରୁହନ୍ତୁ। ଏହା ସହିତ ଘରେ ସୁଗନ୍ଧିତ ଫୁଲ ରଖିଲେ ଆପଣଙ୍କର ସକାରାତ୍ମକତା ବଢ଼ିବ। ଆଉ ବଡ଼ମାନଙ୍କର ଆଶୀର୍ବାଦ ନେଲେ ଆପଣଙ୍କର ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ। ଶୁଭ ରଙ୍ଗ ରହିବ ଏ ସପ୍ତାହ ଆପଣଙ୍କ ପାଇଁ ସବୁଜ ଆଉ ଧଳା। ଶୁଭ ସଂଖ୍ୟା ରହିବ 6। ଯଦି ଆପଣ ପ୍ରଥମ ଥର ଆମ ୟୁଟ୍ୟୁବ୍ ଚ୍ୟାନେଲରେ ଭିଡ଼ିଓ ଦେଖୁଛନ୍ତି, ଆମ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିଦେବେ। ଆଉ ଯଦି ଏ ଭିଡ଼ିଓ ଫେସବୁକରେ ଦେଖୁଛନ୍ତି ତାହେଲେ ଆମ ଫେସବୁକ୍ ପେଜକୁ ମଧ୍ୟ ଟିକେ ଫଲୋ କରିବେ। କାହିଁକି ନା ଆପଣଙ୍କୁ ଏଥିରେ ଆଷ୍ଟ୍ରୋଲୋଜି ରିଲେଟେଡ୍ ଆପଣଙ୍କୁ ବହୁତ ସାରା ଭିଡ଼ିଓ ଦେଖିବାକୁ ପାଇବେ, ଯେମିତିକି ପ୍ରତ୍ୟେକ ଦିନର ରାଶିଫଳ, ସାପ୍ତାହିକ ରାଶିଫଳ, ମାସିକ ରାଶିଫଳ, ବାର୍ଷିକ ରାଶିଫଳ। ଏହା ସହିତ ଆପଣଙ୍କୁ ଆଷ୍ଟ୍ରୋଲୋଜି ରିଲେଟେଡ୍ ବହୁତ ସାରା ଭିଡ଼ିଓ ଆମ ୟୁଟ୍ୟୁବ୍ ଚ୍ୟାନେଲ ହଉ କିମ୍ବା ଆପଣ ଆମ ଫେସବୁକ୍ ପେଜରେ ମଧ୍ୟ ଦେଖିବାକୁ ପାଇବେ।